କୁକୁଡ଼ା କେତେବେଳେ କେମିତି ସୁନ୍ଦର ଦେଖାଯାଆନ୍ତି କେଉଁ ମାସରେ ସେସବୁ ବିଷୟରେ ଆଜି ମୁଁ କହିବି ଆପଣଙ୍କୁ। ତ କେଉଁ ଟାଇମ୍ରେ ବିକିଲେ କୁକୁଡ଼ାମାନଙ୍କୁ ମାନେ ଆପଣଙ୍କର ଫାଇଟ୍ ରେଟ୍ ଭଲ ରେଟ୍ ବିକ୍ରି ହେବ। ଦେଖନ୍ତୁ ବର୍ଷା ଦିନେ କୁକୁଡ଼ା ସବୁ ଡ୍ୟାମେଜ୍ ଭଳିଆ ଦେଖାଯିବେ, ଖରା ଦିନେ ବି ଏତେ ଚିକଣିଆ ଦେଖାଯାଆନ୍ତିନି, ଶୀତ ଦିନରେ ମାନେ କୁକୁଡ଼ାମାନଙ୍କର ବହୁତ ଗ୍ଲେଜ୍ ଆସେ ଆଉ ଫାଇଟ୍ ବି ସେମାନେ ଭଲ ଜୋସ୍ରେ କରିବେ। ଆଉ ତାଙ୍କର ଶୀତ ଦିନେ କୁକୁଡ଼ାମାନଙ୍କର ରୋଗ ବି ସେମିତି ହୁଏ। ତ ଏବେ ଅକ୍ଟୋବର ଷ୍ଟାର୍ଟ ହେଲା, ନଭେମ୍ବର ମାନେ ଯେଉଁ ଚାଷୀ ଭାଇମାନେ କୁକୁଡ଼ା ରଖିଥିବେ ଫାଇଟ୍ ପାଇଁ, ଏଇ ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ବି ଚାଲିଯିବ। ଏଇ ମାସରେ ପ୍ରାୟ କୁକୁଡ଼ା ସମସ୍ତେ ଲଢ଼େଇ କରିବାକୁ ପସନ୍ଦ କରନ୍ତି। ତେଣୁ ଏଇ ଟାଇମ୍ରେ ହିଁ ବିକ୍ରି କଲେ ଆପଣମାନଙ୍କର ଭଲ ରେଟ୍ ହେବ ଆଉ ଭଲ ପଇସା ମିଳିବ। କିନ୍ତୁ ଆପଣ ଯଦି ସେଇ ସିଜିନ୍କୁ ଛାଡ଼ିଦେବେ ଆଉ ଅନ୍ୟ ସିଜିନ୍ରେ ଏତେ ସୁନ୍ଦର ଦେଖାଯିବେନି। ଆଉ ମାନେ ଯେଉଁମାନେ ବି ନେବେ ସେମାନେ ଟିକେ ଭଲ ଦେଖିକି ନେବେ। ଏ ଦେଖୁଛନ୍ତି ଚେହେରା, କୌଣସି ଗୋଟେ କୁକୁଡ଼ାର ବି ଚେହେରା ନଥିବ, ଭଲ ନଥିବ। ତେଣୁ ଶୀତ ଦିନରେ ହିଁ ଯେଉଁମାନେ ବି କୁକୁଡ଼ା ମାନେ ବିକ୍ରି କରିବା ପାଇଁ ଚାହୁଁଛନ୍ତି ଫାଇଟ୍ ପାଇଁ, ଆପଣ ଟାର୍ଗେଟ୍ ରଖନ୍ତୁ ନଭେମ୍ବର ଡିସେମ୍ବର ଜାନୁଆରୀ, ଏଇ ଭିତରେ ହିଁ ଭଲ ବିକ୍ରି ହେବ। ଆଉ ଅନ୍ୟ ଟାଇମ୍ରେ ବି ବିକ୍ରି ହୁଏ ସତ, କିନ୍ତୁ କୁକୁଡ଼ାମାନଙ୍କର ଚେହେରା ଆସେ ନାହିଁ। ଦେଖନ୍ତୁ ଚେହେରା ଜାଣିପାରୁଥିବେ, ଗୋଟେ କୁକୁଡ଼ାର ଚେହେରା ଠିକ୍ଠାକ୍ ନାହିଁ, ସବୁ ପର ଏପଟ ସେପଟ ଦେଖାଯାଉଛି। କିନ୍ତୁ ଶୀତ ଦିନେ ନିହାତି କୁକୁଡ଼ା ଗ୍ଲେଜ୍ ଚାଲି ଆସିବ, ନଭେମ୍ବର ଡିସେମ୍ବର ଦେଖିବେ ନିହାତି ଆସିବ ଭଲ। ଦେଖନ୍ତୁ ଗୋଟେ ବି କୁକୁଡ଼ାର ସୁନ୍ଦରିଆ ଚେହେରା ନାହିଁ, କୁକୁଡ଼ା ବି ନାହିଁ ପୁରା, ଆଉ କୁକୁଡ଼ା ଚାଷରେ ଇଣ୍ଟରେଷ୍ଟ ବି ଏତେ ଆସୁନାହିଁ। ତ ଦେଖିବା ଗୋଟେ ଫାର୍ମ ବନେଇଲେ କ'ଣ ହେଉଛି କ'ଣ ନାହିଁ। ଆଜିକା ପାଇଁ ଏତିକି, ଧନ୍ୟବାଦ।